ଝାରସୁଗୁଡ଼ା ପୌରାଞ୍ଚଳ ଅନ୍ତର୍ଗତ ୱାର୍ଡ ନମ୍ବର 14 ବଢ଼େମୁଣ୍ଡା ସ୍ଥିତ ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟ ପାଖ ବ୍ରଜବିହାରଠାରେ ସରସ୍ୱତୀ ଶିଶୁ ମନ୍ଦିର ବିଦ୍ୟାଳୟର ଉଦ୍ଘାଟନୀ ଉତ୍ସବ ସ୍କୁଲ ପରିଚାଳନା ସମିତିର ସଭାପତି ରତ୍ନାକର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ, ସମ୍ମାନିତ ଅତିଥି ଭାବରେ ଶ୍ରୀମତୀ ରିନିତା ଦାସ, ଅଧ୍ୟକ୍ଷା ଝାରସୁଗୁଡ଼ା ଯାନ୍ତ୍ରିକ ବିଦ୍ୟାଳୟ, प्रधानाचार्य अर्चना पलेई, परिचालना समिति संपादिका सुभाषिनी त्रिपाठी प्रमुख मंचासीन थिले। सर्वप्रथमे प्रधानाचार्य पलेई अतिथि परिचय और स्वागत संभाषण देइथिले। परे स्कूल लोकार्पण मुख्य अतिथि श्री त्रिपाठी करकमल करा जाइथिला। स्कूल उन्नति पई विधायक 25 लाख टंका अनुदान घोषणा करथिले। ଏହି ଅବସରରେ ସ୍ୱର୍ଗୀୟ ବଜ୍ରବନ୍ଧୁ ପାଣିଗ୍ରାହୀଙ୍କ ପୁତ୍ର ଅନୁରାଗ ପାଣିଗ୍ରାହୀ 1 ଲକ୍ଷ ଟଙ୍କା ଶିଶୁ ମନ୍ଦିରକୁ ଦାନ ରୂପରେ ପ୍ରଦାନ କରିଥିଲେ। ଏହି ଅବସରରେ ନରେଶ ନାୟକ, ସରୋଜ କୁଁୱର, ସୁବ୍ରତ ତ୍ରିପାଠୀ, ସୁଭାଷ ଚନ୍ଦ୍ର ସୀତାନୀ, ସୁରେଶ ବୁଧିଆ, ଅଙ୍କିତ ଅଗ୍ରୱାଲ, କ୍ଷୀରୋଦ ଚନ୍ଦ୍ର ପ୍ରଧାନ, ଗୋପାଳମଣି ଦାସ, ପ୍ରକାଶ ତ୍ରିପାଠୀ, ଡମ୍ବରୁଧର ନାୟକ, ଲିପିକା ପାଢ଼ୀ, ଭଗବତ ପୃଷ୍ଟି, ଡିଲେଶ୍ୱର କିଷାନ ପ୍ରମୁଖ ଉପସ୍ଥିତ ଥିଲାବେଳେ ଶେଷରେ स्कूलर छात्र छात्री माने नाच और गीत परिवेषण करथिले एवं सुभाषिनी त्रिपाठी धन्यवाद अर्पण करथिले।